ଷୋଳ ସୋମବାର ବ୍ରତ। ଆଜ୍ଞା ହଁ, ଷୋଳ ସୋମବାର ବ୍ରତ କିପରି କରିବା, କାହିଁକି କରିବା, ଏ ବ୍ରତ କାହା ପାଇଁ କରାଯାଏ, କେଉଁମାନେ କରିପାରିବେ, କଲେ କ'ଣ ଲାଭ ହୁଏ, ଆସନ୍ତୁ ଜାଣିବା ଏ ସମସ୍ତ ବିଷୟରେ। ଜାଣିବା ପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏ ସମସ୍ତ ବିଷୟରେ ଆପଣମାନେ ଜାଣିପାରିବେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ପ୍ରାୟ ସମୟରେ ମେସେଜ କରନ୍ତି ଆପଣମାନେ ଯେ এই ଷୋଳ ସୋମବାର ବ୍ରତ ଉପରେ ପ୍ରାୟତଃ ପ୍ରଶ୍ନ ଥାଏ। ମୁଁ ବହୁତ ଗୁଡ଼ିଏ ଭିଡ଼ିଓ ଆଗରୁ ମଧ୍ୟ କରିଛି, ତଥାପି ପ୍ରଶ୍ନ ରହିଥାଏ। ଯେମିତି ହେଲେ ଯେକୌଣସି ଭିଡ଼ିଓରେ ମୋର ପ୍ରଶ୍ନ ଥିବ ଷୋଳ ସୋମବାର ବ୍ରତକୁ ନେଇକି। ତ ତେବେ ଆସନ୍ତୁ ଏଇ ଷୋଳ ସୋମବାର ବ୍ରତକୁ ନେଇକି ଆଉ କିଛିଟା କଥା ଆମେ କଥା ହେବା ଏ ବ୍ରତ ବିଷୟରେ। ତ ପ୍ରଥମରେ କଥା ହେବା, ଏଇ ବ୍ରତ କାହା ପାଇଁ କରନ୍ତି, କେଉଁ ଦେବତାଙ୍କ ପାଇଁ କରନ୍ତି। ଷୋଳ ସୋମବାର, ସୋମବାର ଶବ୍ଦରୁ ଆପଣମାନେ ହୁଏତ ଜାଣିପାରୁଥିବେ ମହାଦେବଙ୍କ ପାଇଁ। ମହାଦେବଙ୍କୁ ପ୍ରସନ୍ନ କରିବାର ଗୋଟେ ବଢ଼ିଆ ଉପାୟ ବା ବ୍ରତ ହେଉଛି ଷୋଳ ସୋମବାର ବ୍ରତ। ଯଦି ଷୋଳ ସୋମବାର ବ୍ରତ ଆପଣମାନେ କରିପାରିବେ, ଯାହା ଆପଣଙ୍କର ମନୋକାମନା ଅଛି ତାହା ପୂରଣ ହେବ। ତ ଏଠି ପ୍ରଶ୍ନ ଗୋଟେ ଯେ କ'ଣ ପାଇଁ କରିବା। ଆପଣଙ୍କର ଯେକୌଣସି ପ୍ରକାରର ଇଚ୍ଛା ପୂରଣ ପାଇଁ, ଯେକୌଣସି ପ୍ରକାରର ମନସ୍କାମନାର ପୂରଣ ପାଇଁ ଆପଣମାନେ ଏ ବ୍ରତ କରିପାରିବେ। ଯେମିତିକି ଧରନ୍ତୁ ସନ୍ତାନ ପ୍ରାପ୍ତି ପାଇଁ ଆପଣ ଚାହୁଁଛନ୍ତି, କରିପାରିବେ। ଧରନ୍ତୁ ଆପଣଙ୍କର ବାହାଘର ହେଉନି, ଆପଣମାନେ କରିପାରିବେ। ବିବାହରେ ଅନେକ ପ୍ରକାରର ସମସ୍ୟା ଅଛି, କରିପାରିବେ। ଲାଇଫରେ କିଛିଟା ଭଲ ହେଉନି, ଆପଣମାନେ କରିପାରିବେ। ଚାକିରିରେ ସମସ୍ୟା ଅଛି, ବେପାର ବୃଦ୍ଧି ହେଉନି, କିମ୍ବା ସ୍ୱାମୀ ସ୍ତ୍ରୀଙ୍କ ଭିତରେ ରିଲେସନସିପ୍ରେ ଖରାପ ହେଉଛି, ଆପଣମାନେ ଏ ବ୍ରତ କରିପାରିବେ। ଯାହା ବି ସମସ୍ୟା ଅଛି ସେ ସମସ୍ୟାକୁ ନେଇକି ଆପଣ ଷୋଳ ସୋମବାର ବ୍ରତ କରିପାରିବେ ସମସ୍ୟାର ସମାଧାନ ପାଇଁ। ତେବେ ୟା ପରେ ପ୍ରଶ୍ନ ଆସିବ, କେଉଁମାନେ କରିବେ ଏ ବ୍ରତ। ଦେଖନ୍ତୁ, ସମସ୍ତେ କରିପାରିବେ। ପୁଅ ବି କରିପାରିବେ, ଝିଅ ବି କରିପାରିବେ। ଏମିତି ନାହିଁ କି ଖାଲି ଝିଅମାନେ ଏ ବ୍ରତ କରିବେ, ସୋମବାର ବ୍ରତ ବା ଷୋଳ ସୋମବାର ବ୍ରତକୁ ଝିଅମାନେ କରିବେ, ସେମିତି ନାହିଁ। ପୁଅ ପିଲାମାନେ ମଧ୍ୟ କରିପାରିବେ, ଏପରିକି ବୟସ୍କମାନେ ମଧ୍ୟ କରିପାରିବେ। ସମସ୍ତେ, ସବୁ ବର୍ଗର ଲୋକମାନେ କରିପାରିବେ ଏ ବ୍ରତ। ଆଉ ଗୋଟେ ପ୍ରଶ୍ନ ପ୍ରାୟତଃ କରନ୍ତି ଯେ ଏଇ ଯେଉଁ ବ୍ରତକୁ ଆମେ କେବେ କରିବୁ। ଦେଖନ୍ତୁ, ସ୍କନ୍ଦ ପୁରାଣ ଅନୁସାରେ, ଯାହା ଶାସ୍ତ୍ର ମତ, ମନୋରୂପ କିଛି କହୁନି, ସ୍କନ୍ଦ ପୁରାଣ ଅନୁସାରେ ଯେକୌଣସି ମାସରେ ଆପଣମାନେ ଏ ବ୍ରତକୁ ପାଳନ କରିପାରିବେ। ଯେକୌଣସି ମାସର ଯେକୌଣସି ସୋମବାରରୁ ବ୍ରତ ପାଳନ କରିପାରିବେ। କିନ୍ତୁ ପଣ୍ଡିତମାନେ ମତ ଦିଅନ୍ତି ଯେ ଆପଣ ଶୁକ୍ଳପକ୍ଷ ସମୟର ଯେଉଁ ସୋମବାର ପଡ଼ିବ, ଯେକୌଣସି ମାସରୁ ତ କରିପାରିବେ, କିନ୍ତୁ ଶୁକ୍ଳପକ୍ଷ ସମୟରେ ଯେଉଁ ସୋମବାର ପଡ଼ିବ ସେ ସୋମବାରରୁ ଆପଣମାନେ ଆରମ୍ଭ କରନ୍ତୁ ଏ ବ୍ରତକୁ। ନହେଲେ ଆପଣ କୃଷ୍ଣପକ୍ଷରୁ ବି ସୋମବାରରୁ ବି, କୃଷ୍ଣପକ୍ଷ ସୋମବାରରୁ ବି ଆରମ୍ଭ କରିପାରିବେ, ସେମିତି କିଛି ନାହିଁ। କିନ୍ତୁ ମତ ଦିଅନ୍ତି ପଣ୍ଡିତମାନେ ଯେ ଶୁକ୍ଳପକ୍ଷ ସୋମବାରରୁ ଆରମ୍ଭ କରିବା ପାଇଁ। ଯେକୌଣସି ମାସରୁ ବି ଆପଣ ଆରମ୍ଭ କରିପାରିବେ। କିନ୍ତୁ ପଣ୍ଡିତମାନେ ବିଶେଷ ଭାବରେ, ଆପଣ ଯଦି ସୋମବାର ବ୍ରତ ଆରମ୍ଭ କରିନାହାନ୍ତି, ଶ୍ରାବଣ ମାସରୁ ପ୍ରାୟତଃ ବେଶୀ ଆମର ମା ଭଉଣୀମାନେ, ଭାଇମାନେ ସମସ୍ତେ ବ୍ରତ ପାଳନ କରିଥାନ୍ତି। କାହିଁକିନା ଶ୍ରାବଣ ମାସଟା ଅତି ପ୍ରିୟ ମାସ ନା ଶିବଙ୍କର। ସେଥିପାଇଁ ଶ୍ରାବଣ ମାସରୁ ଷୋଳ ସୋମବାର ବ୍ରତ କଲେ ଅଧିକ ମହାଦେବ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ କରନ୍ତି। ତେଣୁ ଏଇ ଶ୍ରାବଣ ମାସରୁ ହିଁ ବେଶୀ ଷୋଳ ସୋମବାର ବ୍ରତ ଆରମ୍ଭ କରିଥାନ୍ତି, ଯାହାକି ବଢ଼ିଆ କଥା, ଆପଣମାନେ କରିପାରିବେ। କିନ୍ତୁ ପ୍ରତ୍ୟେକ ମାସର ସୋମବାର, ଯେକୌଣସି ସୋମବାରରୁ ଆପଣମାନେ ଆରମ୍ଭ କରିପାରିବେ, କିଛି ଅସୁବିଧା ନାହିଁ। ସେହିପରି ଆଉ କିଛି ଜଣ କମେଣ୍ଟ କରିଥିଲେ ଯେ ସଧବା ମାନେ ତ କରିପାରିବେ, ସେଥିରେ କିଛି ନାହିଁ, କିନ୍ତୁ ବିଧବା ମାନେ ବି କରିପାରିବେ କି ଏ ବ୍ରତ। ଉତ୍ତର ହେଉଛି ହଁ, ଆପଣମାନେ କରିପାରିବେ, ସେମିତି କିଛି ଅସୁବିଧା ନାହିଁ, ସମସ୍ତେ ବ୍ରତ କରିପାରିବେ। ସେହିପରି ଆହୁରି ବହୁତ ଜଣ ମେସେଜ କରନ୍ତି, ପଚାରନ୍ତି ଯେ ଖାସ କରିକି ଝିଅମାନେ, ମହିଳାମାନେ, ସେମାନଙ୍କର କ'ଣ ହୁଏ ନା, ମାସିକ ଋତୁସ୍ରାବ ହୁଏ। ସେହି ସମୟରେ ସେମାନେ ଅଶୌଚ ହୁଅନ୍ତି। ତ ଧରନ୍ତୁ ସେମାନେ 2ଟି କି 3ଟି ସୋମବାର କରିଛନ୍ତି, ତାଙ୍କର ଅଶୌଚ ହେଲା, ସେହି ସମୟରେ କ'ଣ କରିବେ, କେମିତି କ'ଣ କରିବେ। ଦେଖନ୍ତୁ, ଋତୁଚକ୍ରଟା ତ ପ୍ରତି ମାସରେ ଆସିବ, ସେଟା ତ ଭଗବାନଙ୍କର ବରଦାନ କହିଲେ ଅତ୍ୟୁକ୍ତି ହେବନି। କାହିଁକିନା ସେଟା ନହେଲେ ହୁଏତ ଗୋଟେ ନାରୀ ମା ହେଇପାରୁନଥାନ୍ତା। ତେଣୁ ଯେହେତୁ ଏଟା ଭଗବାନଙ୍କର ହିଁ ବରଦାନ ଆଉ ଏଟା ଭଗବାନଙ୍କର ସୃଷ୍ଟି, ତେଣୁ ଏ ସମୟରେ ଆପଣ ମନ୍ଦିର ଯିବେ ନାହିଁ। ତ ଏଥିରେ ଦ୍ୱିମତ ଅଛି, 2ଟି ମତ ଅଛି। ଗୋଟିଏ ମତରେ ଆପଣ ଅଶୌଚ ସମୟରେ, ଆପଣଙ୍କର ଋତୁସ୍ରାବ ସମୟରେ ଆପଣ ଘରେ ରହିବେ, ଯେମିତି ଠାକୁରଙ୍କୁ ଡାକୁଛନ୍ତି ସେମିତି ଠାକୁରଙ୍କୁ ଡାକିବେ, ମନ୍ଦିର ଯିବେ ନାହିଁ। ଅନ୍ୟ କାହା ଦ୍ୱାରା ଯଦି ଭୋଗ ଆପଣ ପଠେଇ ଦେଉଛନ୍ତି, ପୂଜା କରେଇ ନେଉଛନ୍ତି, ତାହେଲେ ମଧ୍ୟ ଚଳିବ, କିଛି ଅସୁବିଧା ନାହିଁ। ଏବଂ ଆଉ କିଛି ମତ ଅନୁସାରେ ଯୋଉଠୁ ଆପଣଙ୍କର ମାନେ ଋତୁସ୍ରାବ ଆରମ୍ଭ ହେଲା, ଅଶୌଚ ଆପଣ ହେଇଗଲେ, ସେଇଠୁ ଆପଣଙ୍କର ପୂଜା ଆପଣଙ୍କର ବନ୍ଦ ରହିଲା। ଧରନ୍ତୁ 3 ପାଳି କରିଛନ୍ତି, ଅଶୌଚ ହେଲା, ସେଇଠୁ ବନ୍ଦ ହେଲା, ଆପଣଙ୍କର
ଧରନ୍ତୁ ଗୋଟେ ସୋମବାର କରିପାରିଲେନି ଆପଣ, ସେତିକି ଦିନ ଧରନ୍ତୁ 6-7 ଦିନ ଆପଣଙ୍କର ଅସୁବିଧା ହେଲା, ସେତିକି ଦିନ ବନ୍ଦ ହେଲା, ତା ପର ସୋମବାରଠୁ ପୁଣି ଆପଣ କଣ୍ଟିନ୍ୟୁ କରିବେ। ଏପରିକି ଘରେ ଯଦି ଛୁତିକିଆ ମୃତ୍ତିକା ମଧ୍ୟ ହେଇଯାଏ ସେତେବେଳେ ଆମର ବନ୍ଦ ରହିବ। ଛୁତିକିଆ ମୃତ୍ତିକା ଯଦି ଘରେ ହେଇଗଲା ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କର ସେଇଠୁ ଯେତିକି ସୋମବାର କରିଛନ୍ତି, ଧରନ୍ତୁ 5 ପାଳି କରିଛନ୍ତି, 5 ପାଳି ପରେ ଛୁତିକିଆ ହେଲା କି ମୃତ୍ତିକା ହେଲା, ତ ସେଇଠୁ ଆପଣଙ୍କର ଯେତିକି ଦିନ ଅଶୌଚ ରହିଲା ସେତିକି ଦିନ ଆପଣଙ୍କର ବନ୍ଦ ରହିଲା। ତାପରେ ପୁଣି ଆଉ ଥରେ ଆପଣ ପୁଣି କଣ୍ଟିନ୍ୟୁ କରିବେ, କାଉଣ୍ଟ କରିବେ 6 ପାଖରୁ। ତେବେ ଇଏ ଆପଣ ଜାଣିଗଲେ। ତାପରେ ଆଉ କ'ଣ ନା କେମିତି କରିବା, ବ୍ରତ କରିବା ପାଇଁ ନିହାତି ଭାବରେ ଆମକୁ ସଂକଳ୍ପ କରିବାର ଆବଶ୍ୟକତା ଅଛି। ସଂକଳ୍ପ କ'ଣ, କେମିତି କରିବେ? ଦେଖନ୍ତୁ, ସଂକଳ୍ପ ଆପଣ ନିଜେ ବି କରିପାରିବେ, କିନ୍ତୁ ମୁଁ କହିବି ଯେ ଆପଣ ଯେଉଁ ମନ୍ଦିରରେ, ଆପଣଙ୍କୁ ତ ମନ୍ଦିରର ଆବଶ୍ୟକତା ଅଛି ନା 16 ସୋମବାର କରିବେ, ତେଣୁ କୌଣସି ଏକ ମନ୍ଦିରରେ ଯାଆନ୍ତୁ, ଯେଉଁ ମନ୍ଦିରରେ, ମନେ ରଖନ୍ତୁ, ଯେଉଁ ମନ୍ଦିରରେ ଆରମ୍ଭ କରିବେ ସେଇ ମନ୍ଦିରରେ ଶେଷ କରିବେ, ଏ କଥାର ଧ୍ୟାନ ରଖିବେ। ତେଣୁ ଯେଉଁ ମନ୍ଦିରରେ ଆପଣ ଆରମ୍ଭ କରିବେ ସେଇ ମନ୍ଦିରକୁ ଯିବେ, ସେଇ ମନ୍ଦିରରେ ଆପଣ ସଂକଳ୍ପ କରିନେବେ। ନହେଲେ ଆପଣ ଘରେ ମଧ୍ୟ ସଂକଳ୍ପ କରିପାରିବେ, ବ୍ରାହ୍ମଣଙ୍କ ଦ୍ୱାରା କିନ୍ତୁ କରିବାକୁ ପଡ଼ିବ, ନିଜେ କରିପାରିବେନି ଏହାର ବିଧିରେ। ତେଣୁ ମନ୍ଦିରରେ ଆପଣ କେମିତି କରିବେ ନା କଳସର ସ୍ଥାପନ କରିବେ। 16 ସୋମବାର ବ୍ରତ ପାଇଁ ଆପଣଙ୍କୁ ଆବଶ୍ୟକତା ହେବ ଗୋଟେ କଳସ, ନଡ଼ିଆ, ସେଥିରେ ଛିଟ, କିଛି ଗଙ୍ଗା ଜଳ ପଡ଼ିବ ଏବଂ ଯେଉଁଠି କରିବେ ସେ ପୂଜକଙ୍କୁ ପଚାରିଦେବେ ଏମିତି ଗୋଟେ କଳସ 16 ସୋମବାର ବ୍ରତ କରିବି କ'ଣ କରିବି, ତାଙ୍କୁ ପଚାରି ନେବେ, ସେ କ'ଣ କହୁଛନ୍ତି ପ୍ରଥମେ ବୁଝିବେ। ତ ଯଦି ସେ କଳସ ସ୍ଥାପନ ପାଇଁ କହୁଛନ୍ତି ତ ବଢ଼ିଆ କଥା, ଯଦି ପୂଜକ ମହାଶୟ କହୁ ବି ନାହାନ୍ତି ତାହେଲେ କହିବେ ଯେ ନା ମୁଁ କଳସ ସ୍ଥାପନ କରିବି। ତ ଆପଣ କଳସଟିଏ ସ୍ଥାପନ କରିବେ, କଳସ ନଡ଼ିଆ, ତାଙ୍କୁ ପଚାରି ନେବେ କ'ଣ କ'ଣ ଆବଶ୍ୟକତା ଅଛି କଳସ ସ୍ଥାପନ ପାଇଁ। ତ 16 ସୋମବାର ପାଇଁ ଆପଣ ଗୋଟେ କଳସ ବସେଇବେ। କଳସ ଆପଣଙ୍କର ସ୍ଥାପନ ହେଇଗଲା, ସଂକଳ୍ପ କରିକି କଳସ ସ୍ଥାପନ ହେଲା, ଆପଣ ସେଇଠୁ ବ୍ରତ ଆରମ୍ଭ କଲେ। ବ୍ରତକୁ କେମିତି ପାଳିବେ, 16ଟି ସୋମବାର ପର୍ଯ୍ୟନ୍ତ ଆପଣ କରିବେ। ତ କେତେ ସୋମବାର ପର୍ଯ୍ୟନ୍ତ କରିବେ ଏଇଟା ମଧ୍ୟ ବହୁତ ଜଣ ପଚାରନ୍ତି। ଦେଖନ୍ତୁ, ଆପଣ 16 ସୋମବାର ଯେଉଁଦିନ ସେଇଦିନ ମଧ୍ୟ ଶେଷ କରିପାରିବେ। ବର୍ତ୍ତମାନ ଏମିତି କରୁଛନ୍ତି କିଛି ଜାଗାରେ, କ'ଣ କରୁଛନ୍ତି ନା ସୋମବାର ଦିନ ଯେହେତୁ ବ୍ରତ ଆରମ୍ଭ କରିଛନ୍ତି, ଯେଉଁଠି ଆପଣ ବ୍ରତ ଆରମ୍ଭ କରିଛନ୍ତି ସେଇ ମନ୍ଦିରରେ ଶେଷ କରିବେ। ବାକି ସମୟରେ ଯେଉଁ ସୋମବାର ଗୁଡ଼ିକ ଆପଣ ଯେକୌଣସି ମନ୍ଦିରକୁ ଆପଣ ଯାଇକି ଦର୍ଶନ କରିପାରିବେ, କିଛି ଅସୁବିଧା ନାହିଁ। କିନ୍ତୁ ଆରମ୍ଭ ଆଉ ଶେଷ ସେ ଗୋଟିଏ ମନ୍ଦିରରେ ଆପଣଙ୍କୁ କରିବାକୁ ପଡ଼ିବ। ମନେ ରଖନ୍ତୁ, ଆରମ୍ଭ ଯେମିତି ଆମେ ସଂକଳ୍ପ କରିକି କଳସ ସ୍ଥାପନ କରିକି କଲେ, ସେମିତି ଶେଷ ମଧ୍ୟ ଯେତେବେଳେ କରିବା 16 ସୋମବାର ଯେଉଁଦିନ ସେଇଦିନ ବି ଶେଷ କରିପାରିବେ, ନଚେତ୍ 17 ଯେଉଁ ସୋମବାର ପଡ଼ିବ ସେଦିନ ମଧ୍ୟ ଶେଷ କରିପାରିବା। କ'ଣ ପାଇଁ ଏମିତି କହୁଛି ନା ଧରନ୍ତୁ 16 ସୋମବାର ଯେଉଁଦିନ ଆମର ମା ମାନଙ୍କର, ଭଉଣୀ ମାନଙ୍କର, ଝିଅ ମାନଙ୍କର ଆମର ଋତୁସ୍ରାବ ହେଇଗଲା, ଅସୁବିଧା ହେଇଗଲା, ଅଶୌଚ ହେଇଗଲା, କୌଣସି ପ୍ରକାର ଘରେ ଛତିକିଆ ହେଇଗଲା, ଶେଷ କରିପାରିଲେ ନାହିଁ, ତେଣୁ 17 ନମ୍ବର ସୋମବାର ଦିନ ଶେଷ ଆପଣମାନେ କରିପାରିବେ, କିଛି ଅସୁବିଧା ନାହିଁ, ବ୍ୟସ୍ତ ହେବାର କିଛି ଆବଶ୍ୟକ ନାହିଁ। ତ 16 ସୋମବାର ଦିନ କିନ୍ତୁ ନିହାତି ଭାବରେ ଶେଷ ଯେଉଁଦିନ ସୋମବାରଟା ଆପଣ କିମ୍ବା 17 ସୋମବାର ଆପଣ ଶେଷ କରୁଛନ୍ତି, ଯେଉଁଦିନ ଶେଷ କରିବେ ସେଇଦିନ ମନ୍ଦିରରେ ଟିକେ ଅନ୍ନପ୍ରସାଦ ରୋଷେଇ କରିବେ, ପୂଜକ ବ୍ରାହ୍ମଣମାନଙ୍କୁ ଖାଇବାକୁ ଦେବେ। ଯଦି ଛୋଟ ଛୋଟ ବାଳକମାନଙ୍କୁ ଖାଇବାକୁ ଦେଇପାରିଲେ ବହୁତ ବଢ଼ିଆ। 16 ଯୋଡ଼ି ଆପଣ ସ୍ୱାମୀ ସ୍ତ୍ରୀ ଏମିତି ଲୋକମାନଙ୍କୁ ଯଦି ଦାନ କରିପାରିଲେ ଭଲ କଥା, ଯଦି ଅନ୍ନଦାନ କରିଦେଲେ ବି ବହୁତ ବଢ଼ିଆ କଥା। ଏବେ ତ କ'ଣ କରୁଛନ୍ତି ନା ମନ୍ଦିରରେ ଦାନ କରିବା ପରେ ଘରେ ମଧ୍ୟ, ମନ୍ଦିରରେ ଅଳ୍ପ କିଛି କରୁଛନ୍ତି, ଘରେ ବି ଆସିକି ଲୋକମାନଙ୍କୁ ଅନ୍ନଦାନ କରୁଛନ୍ତି, ବ୍ରାହ୍ମଣଙ୍କୁ ଡକାଇକି ହୋମ ଯଜ୍ଞ ମଧ୍ୟ କରାଉଛନ୍ତି 16 ସୋମବାର ଶେଷ ହେଲା ବୋଲି। ତ ଆପଣମାନେ ମଧ୍ୟ କରେଇ ପାରିବେ, କିଛି ଅସୁବିଧା ନାହିଁ। ଆପଣଙ୍କ ଘରେ ଯଦି ହୋମ ଯଜ୍ଞ ଟିକେ ହେଇଗଲା ତାହେଲେ ଆପଣଙ୍କର ହିଁ ଭଲ ହେବ, କିଛି ଅସୁବିଧା ନାହିଁ। ତ ଇଏ ହେଇଗଲା ଆପଣଙ୍କର ଶେଷ କେମିତି କରିବେ, ଆରମ୍ଭ କେମିତି କରିବେ, ଶେଷ କେମିତି କରିବେ। ବ୍ରତ ପାଳିବେ କେମିତି, ଦେଖନ୍ତୁ ପ୍ରତ୍ୟେକ ସୋମବାର ଦିନ ତ ଆପଣଙ୍କୁ ଦର୍ଶନ କରି ଯିବାର ଅଛି, ମନ୍ଦିରକୁ ଯାଇକି ଆପଣ ଦର୍ଶନ କରିବେ ମହାଦେବଙ୍କୁ। ଯେମିତି ଆଉ ଖାଲି ବେଲପତ୍ର ଟିକେ ନିଅନ୍ତୁ, କିଛି ଭୋଗରାଗ ନେଇକି ଯିବେ, ଆପଣ ପ୍ରତ୍ୟେକ ଦିନ ଦର୍ଶନ କରିବେ ଯେତେ ଦିନ ପର୍ଯ୍ୟନ୍ତ ଆପଣ ଶୁଦ୍ଧ ଅଛନ୍ତି। ଗୋଟେ ପୁଅ ପିଲା ପାଇଁ ତ କୌଣସି ପ୍ରକାରର ବାରଣ ନାହିଁ, ଛତିକା ମୃତ୍ତିକାକୁ ଛାଡ଼ିଦେଲେ, କିନ୍ତୁ ଝିଅ ପିଲା ପାଇଁ, ନାରୀମାନଙ୍କ ପକ୍ଷେ ଟିକେ ବାରଣ ଅଛି, ଅଶୌଚ ସମୟରେ ସେମାନେ ଦର୍ଶନ କରିପାରିବେ ନାହିଁ। ଅନ୍ୟ ସମୟରେ ଆପଣ ଦର୍ଶନ ନିହାତି ଭାବରେ ଯାଇକି କରିବେ। ପାଦୁକା ବେଲପତ୍ର ନ ପାଇବା ପର୍ଯ୍ୟନ୍ତ ଆପଣ କିଛି ଗ୍ରହଣ କରିବେ ନାହିଁ। ତେବେ ଏ ବ୍ରତକୁ ଯେଉଁମାନେ କରନ୍ତି, କିଛି ଜଣ ପୁରା ନିର୍ଜଳା କରନ୍ତି, ପାଦୁକ ବେଲପତ୍ର ଛଡ଼ା ଆଉ ସେମାନେ କିଛି ଖାଆନ୍ତିନି, ପୁରା ସମ୍ପୂର୍ଣ୍ଣ ଭାବରେ ଉପବାସ କରନ୍ତି, ଏପରିକି ଜଳ ବି ଗ୍ରହଣ କରନ୍ତିନି। ଆଉ କିଛି ଜଣ ଅଛନ୍ତି ଯେଉଁମାନେ କେବଳ ଫଳ ଖାଆନ୍ତି, ନହେଲେ ଖାଲି ପାଣି ପିଇକି ରହନ୍ତି। ତ ଆପଣ ସେଇଟା ଚିନ୍ତା କରିବେ, ଆପଣ ଡିସାଇଡ୍ କରିବେ ଯେ ଆପଣ କେମିତି ବ୍ରତକୁ କରିବେ। ଆପଣ ଖାଦ୍ୟ ଖାଇକି କରିବେ ନା ଖାଦ୍ୟ ଛାଡ଼ିକି କରିବେ।
ଖାଦ୍ୟ ଖାଇଲେ ବି ଆପଣଙ୍କୁ ରାତ୍ରରେ ଉପବାସ କରିବାକୁ ପଡ଼ିବ। ରାତିରେ ଆପଣ ଉପବାସ କରିବେ। ଦିନବେଳେ ଯାହା ଅଳ୍ପ କିଛି ଖାଇବେ, ଅନ୍ନ ଧରନ୍ତୁ ଅରୁଆ ଭାତ ଡାଲମା ଖାଇଲେ ରାତିରେ ଉପବାସ କରିବେ। ଏତିକି ଆପଣଙ୍କୁ ନିୟମକୁ ମାନିବାକୁ ପଡ଼ିବ। ଆଉ ଗୋଟେ କଥାର ପାଳନ କରିବେ, ଏ ମାସ ସାରା ଯୋଉଠୁ ଆପଣ ଏଇ ଯୋଉ ବ୍ରତ ଆରମ୍ଭ କରିବେ ସେଇ ଦିନଠାରୁ ପ୍ରତ୍ୟେକ ଦିନ ରାତିରେ ସୋମବାର ଗୁଡ଼ାକ ଉପବାସ କରିବେ ନା ଆପଣ, ତେଣୁ ସୋମବାର ସହିତ ପ୍ରତ୍ୟେକ ଦିନ ରାତିରେ ଆପଣ ମୁଠିଏ ଲେଖାଏଁ ଚାଉଳ ସଞ୍ଚୟ କରନ୍ତୁ। ଅରୁଆ ଚାଉଳ ହଉ ଉଷୁନା ଚାଉଳ ହଉ ସଞ୍ଚୟ କରନ୍ତୁ। ମୁଠାଏ ଚାଉଳ ଗୋଟିଏ ଜାଗାରେ ଗୋଟେ ପାତ୍ରରେ ରଖିବେ, ଜାଗାରେ 4 ମାସ ପର୍ଯ୍ୟନ୍ତ ଯେତିକି ଚାଉଳ ହବ ତାକୁ ଆପଣ ବ୍ରାହ୍ମଣଙ୍କୁ ଦାନ କରନ୍ତୁ, ନହେଲେ ଗରିବ ଲୋକମାନଙ୍କୁ ଦାନ କରନ୍ତୁ। ଯାହାର ଆବଶ୍ୟକତା ହିସାବରେ ତାକୁ ଦାନ କରନ୍ତୁ, କିଛି ଅସୁବିଧା ନାହିଁ। ଆପଣଙ୍କ ଇଚ୍ଛା ଅନୁସାରେ ଆପଣ ଦାନ କରନ୍ତୁ, କିନ୍ତୁ ଦାନ କରନ୍ତୁ। ଦାନ କରିବା ପାଇଁ କାହିଁକି କହୁଛି ନା, ଦାନ କଲେ ଆପଣଙ୍କୁ ତାର ପ୍ରତିଦାନ ମଧ୍ୟ ମିଳିଥାଏ। ଆଜି ଯେଉଁ ପୁଣ୍ୟ ଆମେ କରୁଛନ୍ତି ଆସନ୍ତାକାଲି ତାର ସୁଫଳ ଆମକୁ ନିଶ୍ଚିନ୍ତ ମିଳିବ। ତେଣୁ ନିହାତି ଭାବରେ ଏଇ 16 ସୋମବାର ବ୍ରତ କରୁଛନ୍ତି ଆପଣ, ଏସବୁ କଥାର ପାଳନ ନିହାତି ଭାବରେ କରିବେ। ତେବେ ଆଗକୁ ମୋର ଗୋଟେ ଭିଡ଼ିଓ ଆସିବ ଯେଉଁଥିରେ 16 ସୋମବାର ବ୍ରତ ବହି କଥା ପାଠ କରିବି। ଆଉ କାହିଁକି ନା ନା ଏ ବହି ଅନୁସାରେ ଯେଉଁମାନେ ବି 16 ସୋମବାର ବ୍ରତ କରିବେ ଜାଣି ରଖନ୍ତୁ, ଆପଣ ମନ୍ଦିର ଯିବେ ଦର୍ଶନ କରିବା ପାଇଁ। ଠାକୁର ଦର୍ଶନ କରିବା ପରେ କିଛି ସମୟ ମନ୍ଦିରରେ ବସିବେ ଏବଂ ନିୟମ କ'ଣ ଜାଣନ୍ତି, ଯେଉଁ ବ୍ରତ ବହିକୁ ପାଠ କରିବା କଥା, ପଢ଼ିବା କଥା। ବହି ଖଣ୍ଡେ ନେଇକି ଯିବେ, ପଢ଼ିବେ। ବର୍ତ୍ତମାନ ସମୟରେ ବହି ନେଇକି ଯାଇକି ମନ୍ଦିରରେ ବସିକି ପଢ଼ିବା ହୁଏତ ସମ୍ଭବପର ହେବନି, ପ୍ରାୟତଃ ଇଚ୍ଛା ବି କରିବେନି ଆପଣମାନେ। ତେଣୁ ମୋବାଇଲ ବାହାର କରିକି ଆପଣମାନେ ମୋ ଭିଡ଼ିଓ ବି ଯଦି ଲଗେଇଦେବେ, ସେଥିରେ ବହି କଥା ଆପଣମାନେ ଶୁଣିବେ, ତାହେଲେ ମଧ୍ୟ ଆପଣଙ୍କର ଭଲ ହେବ। ତ ତେଣୁ ନେକ୍ସଟ ଭିଡ଼ିଓରେ ମୁଁ ବ୍ରତ ବହି କଥା ଆପଣମାନଙ୍କ ପାଇଁ ନେଇକି ଆସିବି। ତ ନିହାତି ଭାବରେ ମୁଁ ଚେଷ୍ଟା କରିବି ଆପଣମାନଙ୍କୁ ଏଇ ବ୍ରତ ବିଷୟରେ ଯେତେ ଅଧିକ ଜ୍ଞାନ ଆପଣମାନଙ୍କୁ ଦେବା ପାଇଁ। ତ ଆଶା କରିବି ଆପଣମାନେ ମଧ୍ୟ ଭିଡ଼ିଓକୁ ସେତିକି ମାତ୍ରାରେ ସେୟାର କରିବେ, ଭଲ ପାଇବା ଦେବେ। ଭିଡ଼ିଓ ଭଲ ଲାଗୁଥିଲେ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ଶିବ।